ସ୍ୱାଗତ କରୁଛି ଆଜିର ମୋଷ୍ଟ ଇମ୍ପୋର୍ଟାଣ୍ଟ ଭିଡ଼ିଓ ଉପରେ ଡିସ୍କସନ୍ କରିବା ଯେଉଁଟା +3 ଥାର୍ଡ଼ ସେମିଷ୍ଟାର ପିଲାମାନଙ୍କ ପାଇଁ। ତ ଆମେ ପ୍ରଥମେ ୟୁନିଟ୍ ପଢ଼ିଥିଲେ ଯେଉଁଟାକି କୋର୍ ପେପର୍ 5ର 1 ମାର୍କ ସିଲେକ୍ସନ୍ ଟାଇପ୍ର ଆଉ 2 ମାର୍କ ଆମେ ଡିସ୍କସନ୍ କରିସାରିଥିଲେ। ସେ ଭିଡ଼ିଓ ଦେଖିନାହାନ୍ତି ତାହେଲେ ଦେଖିଦେବେ। ଆଜି ଆମେ ୟୁନିଟ୍ 2ର ଆରମ୍ଭ କରିବା। ୟୁନିଟ୍ 2ର ଆପଣ କରୁଛି ନବଜାଗରଣ ଓ ସତ୍ୟବାଦୀ ସାହିତ୍ୟର ଧାରାର ବୈଶିଷ୍ଟ୍ୟ। ତ ଏହାର ସର୍ଟ କ୍ୱେଶ୍ଚିନ୍ ତା ସହିତ 2 ମାର୍କର ଆମେ ଡିସ୍କସନ୍ କରିବା। ତ ଦେଖନ୍ତୁ ଆଗକୁ ଆପଣଙ୍କର ଏକ୍ଜାମ୍ ବହୁତ ଜଲ୍ଦି ଅଛି ମାନେ ନୋଟିସ୍ ମଧ୍ୟ ଆପଣଙ୍କର ବାହାରି ସାରିଲାଣି ଯେଉଁଟାକି ଅଛି କ'ଣ ଜାନୁଆରୀ 5ରେ ଅଛି। କଳାହାଣ୍ଡି ୟୁନିଭର୍ସିଟି ଯେଉଁମାନେ ପଢ଼ୁଛନ୍ତି ସେମାନଙ୍କର ନୋଟିସ୍ ବାହାରି ସାରିଛି। ତ ଅନ୍ୟ ଅଦର୍ସ ୟୁନିଭର୍ସିଟି ମାନେ ଯେଉଁମାନେ ପଢ଼ୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଦେଖନ୍ତୁ ଏଇ କ୍ୱେଶ୍ଚିନ୍କୁ ବାରମ୍ବାର ଦେଖନ୍ତୁ। ଆପଣଙ୍କ ମଧ୍ୟ ଏକ୍ଜାମ୍ ବହୁତ ଜଲ୍ଦି ମାନେ ନୋଟିସ୍ ବାହାରିଯିବ। ତ ଚାଲନ୍ତୁ ଆମେ ସେକେଣ୍ଡ ୟୁନିଟ୍ର ପଢ଼ିବା ଯେଉଁଟାକି ନବଜାଗରଣ ସତ୍ୟବାଦୀ ସାହିତ୍ୟ କୋର୍ ପେପର୍ 5ର। ତ ତା ପୂର୍ବରୁ ଚ୍ୟାନେଲ୍କୁ ନ ଆସିଥିଲେ ଚ୍ୟାନେଲ୍କେ ସମସ୍ତେ ଗୋଟେ ମାନେ ସମସ୍ତେ ଗୋଟେ କ'ଣ ସବସ୍କ୍ରାଇବ୍ କରିଦେବେ ଆଉ ଚ୍ୟାନେଲ୍କୁ ଭିଡ଼ିଓ ଗୋଟେ ଲାଇକ୍ କରିଦେବେ। ତ ଚାଲ ଆରମ୍ଭ କରିବା। ପ୍ରଥମ କ୍ୱେଶ୍ଚିନ୍, ଆଶା ପତ୍ରିକାର ସମ୍ପାଦକ କିଏ ଥିଲେ? ସାଧୁଚରଣ ରାୟ, ଯେଉଁଟାକି 1913ରେ ଏହା ପ୍ରକାଶ ପାଇଥିଲା। ଶିକ୍ଷା ଦର୍ପଣ ପତ୍ରିକାଟି କାହା ସମ୍ପାଦନାରେ ପ୍ରକାଶ ଲାଭ କରିଥିଲା? ଗୌରୀଶଙ୍କର ରାୟ। କ୍ୱେଶ୍ଚିନ୍ ନମ୍ବର 3, ଇନ୍ଦ୍ରଧନୁ ପତ୍ରିକାଟି କେବେ ପ୍ରକାଶ ଲାଭ କରିଥିଲା? 1893। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ନାଟ୍ୟ ସାହିତ୍ୟର ପ୍ରଥମ ନାଟକର ନାମ ଲେଖ। ବାବାଜୀ, ଯେଉଁଟାକି ଲେଖିଥିଲେ ଜଗମୋହନ ଲାଲା। କେତେ ମସିହାରେ? 1877 ମସିହାରେ। ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମନେ ରଖିବେ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ଉପନ୍ୟାସ ସାହିତ୍ୟର ପ୍ରଥମ ଉପନ୍ୟାସର ନାମ ଲେଖ। ଏଇଟା ପଦ୍ମବାଲି, ଲେଖକ ଉଭୟଚନ୍ଦ୍ର ସରକାର। କେତେ ମସିହାରେ ପ୍ରକାଶ ପାଇଥିଲା? 1888 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ପଦ୍ମମାଳୀ ଉପନ୍ୟାସର ରଚୟିତାଙ୍କ ନାମ ଲେଖ। ଏବେ ବର୍ତ୍ତମାନ ଆମେ ପଢ଼ିଥିଲେ ପଦ୍ମମାଳୀ ଉପନ୍ୟାସର ରଚୟିତା ହେଉଛନ୍ତି ଉମେଶ ଚନ୍ଦ୍ର ସରକାର। ପରବର୍ତ୍ତୀ ପ୍ରଶ୍ନ, ବାବାଜୀ ନାଟକଟି କେବେ ପ୍ରକାଶ ଲାଭ କରିଥିଲା? 1887। ମୋଷ୍ଟ ଇମ୍ପୋର୍ଟାଣ୍ଟ। ପରବର୍ତ୍ତୀ ପ୍ରଶ୍ନ, ବାବାଜୀ ନାଟକଟି କେଉଁ ମନ୍ତ୍ରାଳୟରୁ ମୁଦ୍ରିତ ହୋଇ ପ୍ରକାଶ ଲାଭ କରିଥିଲା? ଉତ୍କଳ ଐତିଶ୍ରେଣୀ ପ୍ରେସ୍। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ପ୍ରବନ୍ଧ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ ଲେଖ। କ୍ୱେଶ୍ଚିନ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ। ବିବେକୀ, ଯେଉଁଟାକି 1873 ମସିହାରେ ପ୍ରକାଶ ପାଇଥିଲା। ଲେଖକ ହେଉଛନ୍ତି କିଏ? ରାଧାନାଥ ରାୟ। ଏଇଠି ଆପଣଙ୍କର ତଳେ ମଧ୍ୟ ଆପଣଙ୍କର ଅଛି, ବୁଝିପାରିଲେ। ବିବେକୀ ପ୍ରବନ୍ଧର ପ୍ରାବନ୍ଧିକ ନାମ ହେଉଛନ୍ତି ରାଧାନାଥ ରାୟ। ପରବର୍ତ୍ତୀ ପ୍ରଶ୍ନ, ପଦ୍ମମାଳୀ ଉପନ୍ୟାସଟି କେଉଁ ପର୍ଯ୍ୟାୟର ଉପନ୍ୟାସ? ଏଇଟା ଐତିହାସିକ ହେଲା, ଐତିହାସିକ। ଚାଲନ୍ତୁ ନେକ୍ସଟ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପର ନାମ ଲେଖ। ଏଇଟା ପ୍ରଥମ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ହେଉଛି ରେବତୀ। କେତେ ମସିହାରେ? 1898 ମସିହାରେ ପ୍ରକାଶ ପାଇଥିଲା। ଲେଖକ କିଏ? ରେବତୀ ହେଉଛି ଫକୀରମୋହନ ସେନାପତି। ବୁଝିପାରିଲେ, ଏଇଟା ମଧ୍ୟ ମନେ ରଖିବେ। ରେବତୀ ଗଳ୍ପଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଥିଲା। କ୍ୱେଶ୍ଚିନ୍ ନମ୍ବର 14, ସତ୍ୟବାଦୀ ଯୁଗର ସମୟସୀମା ଲେଖ। 1909 କିମ୍ବା 10ରୁ 1921 ହେଲା। 1909 କିମ୍ବା 10 ବା 1910 1921 ମଧ୍ୟରେ ସତ୍ୟବାଦୀ ଯୁଗର ସମୟସୀମା ଲେଖାଯାଇଥିଲା। ଦେଖନ୍ତୁ ମୋତେ ଟିକେ ଥଣ୍ଡା ହେଇଛି, ମାନେ ଭଏସ୍ଟା ଟିକେ ଆପଣଙ୍କୁ କ୍ଲିଅର୍ ଶୁଭା ଯାଉନଥିବ, ତ ଆଡ଼ଜଷ୍ଟ କରିନେବେ ଟିକେ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସତ୍ୟବାଦୀ ବନବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା? 1909। କ୍ୱେଶ୍ଚିନ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ। ସତ୍ୟବାଦୀ ସାହିତ୍ୟର କଣ୍ଠଧାରା କିଏ? ଏଇଟା ହେଉଛନ୍ତି ଗୋପବନ୍ଧୁ ଦାସ। ପରବର୍ତ୍ତୀ ପ୍ରଶ୍ନ, ପଣ୍ଡିତ କୃପାସିନ୍ଧୁ ମିଶ୍ର କେବେ ଜନ୍ମ କରିଥିଲେ? 1886। ଉତ୍କଳ ଇତିହାସର ରଚୟିତାଙ୍କ ନାମ ଲେଖ। ପଣ୍ଡିତ କୃପାସିନ୍ଧୁ ମିଶ୍ର। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ସାହିତ୍ୟରେ ପ୍ରଥମ କରି ବାରବାଟୀ ଦୁର୍ଗର ଏକ ପୂର୍ଣ୍ଣାଙ୍ଗ ଐତିହାସିକ ବିବରଣୀ କେଉଁ ପୁସ୍ତକରେ ସ୍ଥାନ ପାଇଅଛି? ବାରବାଟୀ ଦୁର୍ଗ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ଭାଷାରେ ରଚିତ ଓଡ଼ିଶାର ପ୍ରଥମ ଇତିହାସ କିଏ ରଚନା କରିଥିଲେ? ପରବର୍ତ୍ତୀ ପ୍ରଶ୍ନ, ଏଇଟା ଗଲା ପଣ୍ଡିତ କୃପାସିନ୍ଧୁ ମିଶ୍ର। ପରବର୍ତ୍ତୀ ପ୍ରଶ୍ନ ଦେଖନ୍ତୁ, କିଏ ମୁକୁର ପ୍ରେସ୍ ପ୍ରତିଷ୍ଠା କରିଥିଲେ? ଏଇଟା ବ୍ରଜସୁନ୍ଦର ଦାସ। ନୀଳମାଷ୍ଟ୍ରଣୀ କାହାର ରଚନା? ଏଇଟା କାଳୀଚରଣ ପାଣିଗ୍ରାହୀଙ୍କର, ନୀଳମାଷ୍ଟ୍ରଣୀଙ୍କର ରଚୟିତା ବା ରଚନା। ଉଠ କଙ୍କାଳ କବିତା ସଂକଳନଟି କେବେ ପ୍ରକାଶ ଲାଭ କରିଥିଲା? 1921ରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ ଯିବା। କଣ୍ଟା ଆଉ ଫୁଲ କବିତାର ସଂକଳନଟି କେବେ ପ୍ରକାଶ ଲାଭ କରିଥିଲା? ଏଇଟା ଗୋଦାବରୀଶ ମହାପାତ୍ର।
এইটা দেখন্তু কোশ্চিন ଅଛି କଣ୍ଟା ଓ ଫୁଲ କବିତାର ସଂକଳନଟି କେବେ ପ୍ରକାଶ ଲାଭ କରିଥିଲା ମାନେ ଏଇଟା କାହାର ମାନେ ରଚୟିତା ତାଙ୍କୁ ଏଇ ପ୍ରଶ୍ନଟା ରହିବ ଗୋଦାବରୀଶ ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ ଦେଖନ୍ତୁ ନିଆଁ ଖୁଣ୍ଟା ପତ୍ରିକାଟି କେବେ ଆତ୍ମପ୍ରକାଶ କରିଥିଲା 1936 ମସିହାରେ। 26 ନମ୍ବର ଟୁଆ ଟୁଇଁ କେଉଁ ପତ୍ରିକା ରୂପେ ପରିଣତ ଶିଶୁ ପତ୍ରିକା। 17 ଟୁଆ ଟୁଇଁ ପତ୍ରିକାର ପ୍ରତିଷ୍ଠାତାଙ୍କ ନାମ ଲେଖ ଫୁତୁରାନନ୍ଦ ରାମଚନ୍ଦ୍ର ମିଶ୍ର। ପରବର୍ତ୍ତୀ ପ୍ରଶ୍ନ କୋଣାର୍କ କାବ୍ୟଟି କେବେ ପ୍ରକାଶ ଲାଭ କରିଥିଲା 1950 ମସିହାରେ ହେଲା 1950 ମସିହାରେ। 29 ଦାସ ନାୟକ କାବ୍ୟର ରଚୟିତାଙ୍କ ନାମ ଲେଖ ବିପିନ ବିହାରୀ ରାୟ। 30 ଓଡ଼ିଆ ସାହିତ୍ୟର କ୍ରମ ପରିଣାମର ରଚୟିତାଙ୍କ ନାମ ଲେଖ ମାୟାଧର ମାନସିଂହ। ଖାରବେଳ କେଉଁ ପର୍ଯ୍ୟାୟର କାବ୍ୟ ଐତିହାସିକ କାବ୍ୟ। ପରବର୍ତ୍ତୀ ଆଲେଖିକା କାବ୍ୟର ରଚୟିତାଙ୍କ ନାମ ଲେଖ ମାୟାଧର ମାନସିଂହ। ପରବର୍ତ୍ତୀ ପ୍ରଶ୍ନ ପାଣ୍ଡୁ ମିଶ୍ର ଗଳ୍ପଟିର ଗାଳ୍ପିକଙ୍କ ନାମ ଲେଖ ମନୋଜ ଦାସ। ପରବର୍ତ୍ତୀ ପ୍ରଶ୍ନ ମାଗୁଣୀର ଶଗଡ଼ ଗଳ୍ପଟିର ଗାଳ୍ପିକଙ୍କ ନାମ ଲେଖ ମନୋଜ ଦାସ। ଏବେ ମଧ୍ୟ ବଞ୍ଚିଛି କାହାର ସାର୍ଥକ ଗଳ୍ପ ମନୋଜ ଦାସ। ପରବର୍ତ୍ତୀ ପ୍ରଶ୍ନ ଘଟାନ୍ତର ଉପନ୍ୟାସର ରଚୟିତାଙ୍କ ନାମ ଲେଖ ଗୋପୀନାଥ ବାତି ହେଲା ଏତେ ଇମ୍ପୋର୍ଟାଣ୍ଟ ନୁହେଁ। 1817 ଉପନ୍ୟାସଟି କେଉଁ ଐତିହାସିକ ପୃଷ୍ଠଭୂମି ରଚିତ ପାଇକ ବିଦ୍ରୋହ କୋଶ୍ଚିନ୍ ମନେ ରଖିବେ। 38 କୋଶ୍ଚିନ୍ ନମ୍ବର 38 ଗୋଦାବରୀଶଙ୍କ ଆତ୍ମଜୀବନର ନାମ ଲେଖ ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଏଇଟା। ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିରମ ସ୍ଥାନ ହେଲା ଏଇଟା ମନେ ରଖିବେ। ଅର୍ଜୁନ ସିଂହ କବିତାଟି କେଉଁ କବିତାର ସଂକଳନର ଏକ ଜାତୀୟବାଦୀ କବିତା ଚିତ୍ରଗ୍ରୀବ। ପରବର୍ତ୍ତୀ ମୁକୁନ୍ଦ ଦେବ ନାଟକର ନାଟ୍ୟକାରଙ୍କ ନାମ ଲେଖ କାଳୀଚରଣ ପଟ୍ଟନାୟକଙ୍କ। ପରବର୍ତ୍ତୀ ପ୍ରଶ୍ନ ରେଲ ଉପରେ ଚିଲିକା ଦର୍ଶନ କବିତାଟିର ରଚୟିତାଙ୍କ ନାମ ଲେଖ ଗୋଦାବରୀଶ ମିଶ୍ର। ବନ୍ଦୀର ବିରହ ବ୍ୟଥା କବିତାଟି କେଉଁ କବିତା ସଂକଳନର ଏକ ସାର୍ଥକ ସୃଷ୍ଟି କବିତା କଳାପ। 43 କୋଶ୍ଚିନ୍ ନମ୍ବର 43 କଟକର ଶିଳାସେତୁ କବିତାଟିର କବିଙ୍କର ନାମ ଲେଖ କୃଷ୍ଣଚନ୍ଦ୍ର ତ୍ରିପାଠୀ। ଧର୍ମପଦ କାବ୍ୟଟି କେବେ ପ୍ରକାଶ ଲାଭ କରିଥିଲା 1932। ଭାଷା ଓ ଜାତୀୟତା ପ୍ରବନ୍ଧର ପ୍ରାବନ୍ଧିକଙ୍କ ନାମ ଲେଖ ଗୋଦାବରୀଶ ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ ସତ୍ୟବାଦୀ ସାହିତ୍ୟର ପ୍ରମୁଖ ପତ୍ରିକାଟିର ନାମ ଲେଖ ସତ୍ୟବାଦୀ ସାହିତ୍ୟର ପ୍ରମୁଖ ପତ୍ରିକାଟିର ନାମ ସତ୍ୟବାଦୀ ଏଇଟା ମୋତେ ଲାଗୁଛି ଅନ୍ୟ କ'ଣ ହେଇଥିବ ଟିକେ ଦେଖିଦେବା। ଗୋପବନ୍ଧୁ ଦାସ କେଉଁ ଜେଲରେ କାରାବରଣ କରୁଥିଲେ ସେ ସମୟର ବନ୍ଦୀର ଆତ୍ମା କଥା ରଚନା କରୁଥିଲେ ମାନେ କେଉଁ ଜେଲରେ ଏଇଟା ହେଉଛି ହଜାରିବାଗ ଜେଲରେ ସେ ଯେତେବେଳେ କାରାବରଣ କରୁଥିଲେ ସେହି ସମୟରେ ସେ ବନ୍ଦୀର ଆତ୍ମା କଥା ରଚନା କରୁଥିଲେ। ଅବକାଶ ଚିନ୍ତା କାହାର ଏକ ଉଲ୍ଲେଖନୀୟ ସୃଷ୍ଟି ଗୋଦାବରୀଶ ମିଶ୍ର। ରାଧାନାଥ ରାୟଙ୍କ ବିପକ୍ଷରେ କେଉଁ ଯୁଗର କବିମାନେ ସ୍ୱର ଉତ୍ତୋଳନ କରୁଛନ୍ତି ସତ୍ୟବାଦୀ ଯୁଗ। ପରବର୍ତ୍ତୀ ପ୍ରଶ୍ନ ବ୍ରଜସୁନ୍ଦର ଦାସ କେବେ ଓ କେଉଁ ଉତ୍କଳ ସମ୍ମିଳନୀର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ଏଇଟା 1923 ମସିହା ହେବ। ଭାତ ନାଟକର ରଚୟିତାଙ୍କ ନାମ ଗୋପାଳ ଛୋଟରାୟ। ଭାତ ନାଟକର ଏଇଟା ହେଲା ତ ଏଇଟା ଗଲା ଆପଣଙ୍କର କ'ଣ 1 ମାର୍କ ଟାଇପ୍ର। ଦେଖିବା 2 ମାର୍କର ଟିକେ ଭିଡ଼ିଓ ଟିକେ ଲେନ୍ଦି ହେଇପାରେ 10-15 ମିନିଟ୍ ଆମ ଟିକେ ଦେଖିଦେବେ 2 ମାର୍କର ଆମେ ଡିସ୍କସନ୍ କରିବା ଯେତେ ଯାଉଛି ସେତିକି ହେଲା। ତ ପରବର୍ତ୍ତୀ ପ୍ରଶ୍ନ ଦେଖନ୍ତୁ ମାନେ 2 ମାର୍କର ଏଇଟା ତ ପ୍ରଥମ ଓଡ଼ିଆ ନାଟକର ନାମ ଲେଖ ଏବଂ ଏହାର ପ୍ରକାଶ କାଳ ଉଲ୍ଲେଖର ଏଇଭଳିଆ ପ୍ରଶ୍ନ ଆସେ ହେଲା 2 ମାର୍କର। ତ ପ୍ରଥମ ଓଡ଼ିଆ ନାଟକର ନାମ ହେଉଛି ବାବାଜୀ। ଏହା 1877 ମସିହାରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ ପ୍ରଥମ ଓଡ଼ିଆ ଉପନ୍ୟାସର ନାମ ଲେଖ ଏହାର ପ୍ରକାଶ କାଳ ନାମ ଉଲ୍ଲେଖ। ତ ପ୍ରଥମ ଉପନ୍ୟାସ କହିଥିଲି ଆପଣଙ୍କର ପ୍ରଥମ ଉପନ୍ୟାସର ନାମ ପଦ୍ମମାଳୀ ଯେଉଁଟାକି ଏହା 1888 ମସିହାରେ ପ୍ରକାଶ ଲାଭ କରୁଥିଲା ବୁଝିପାରିଲେ। ପରବର୍ତ୍ତୀ ପ୍ରଶ୍ନ ଯିବା ପ୍ରଥମ ଓଡ଼ିଆ ପ୍ରବନ୍ଧର ନାମ ଲେଖ ଏବଂ ଏହାର ପ୍ରକାଶ କାଳ ଲେଖ ଆମେ ପଢ଼ିଥିଲେ ସର୍ଟ କୋଶ୍ଚିନ୍ରେ। ପ୍ରଥମ ଓଡ଼ିଆ ପ୍ରବନ୍ଧର ନାମ ହେଉଛି ବିବେକୀ ହେଲା ପ୍ରବନ୍ଧ ଏହା 1873 ମସିହାରେ ପ୍ରକାଶ ଲାଭ କରୁଥିଲା। କିଏ ଲେଖିଥିଲେ ରାଧାନାଥ ରାୟ ଏଇଟା ବି ମଧ୍ୟ ମନେ ରଖିବେ। ତ ପରବର୍ତ୍ତୀ ପ୍ରଶ୍ନ ଯିବା ପ୍ରଥମ ଓଡ଼ିଆ ଗଳ୍ପର ନାମ ଲେଖ ଏବଂ ତାର ପ୍ରକାଶ କାଳ ଉଲ୍ଲେଖ କର। ପ୍ରଥମ ଗଳ୍ପ ଆମେ ପଢ଼ିଥିଲେ ଯେଉଁଟାକି ରେବତୀ 1888 ମସିହାରେ ପ୍ରକାଶ ପାଇଥିଲା ଲେଖକ ଫକୀରମୋହନ ସେନାପତି ଏଇଟା ମଧ୍ୟ ମନେ ରଖିବେ। ପରବର୍ତ୍ତୀ ପ୍ରଶ୍ନ ଯିବା 5 ନମ୍ବର
ଗୋଦାବରୀ ମିଶ୍ରଙ୍କ ଦୁଇଟି ନାଟକର ନାମ ଲେଖ। ଗୋଦାବରୀ ମିଶ୍ରଙ୍କ ଦୁଇଟି ନାଟକର ନାମ ହେଉଛି ପୁରୁଷୋତ୍ତମ ଦେବ ଏବଂ ମୁକୁନ୍ଦ ଦେବ। ପରବର୍ତ୍ତୀ ଧର୍ମପଦ କାବ୍ୟର ରଚୟିତାଙ୍କ ନାମ ଲେଖ। ଏହି କାବ୍ୟରେ କିଛି ଅଂଶ କେଉଁ ସଂସ୍କୃତ ଗ୍ରନ୍ଥରୁ ଅନୁଦିତ ହୋଇଛି? ତ ଧର୍ମପଦ କାବ୍ୟର ରଚୟିତା ହେଉଛନ୍ତି ଗୋପବନ୍ଧୁ ଦାସ। ଏହି କାବ୍ୟର କିଛି ଅଂଶ ଦୀର୍ଘ ନିକାୟ ନାମକ ସଂସ୍କୃତ ଗ୍ରନ୍ଥରୁ ଅନୁଦିତ ହୋଇଛି। ଆଲେଖିକା କବିତା ସଂକଳନରେ ସ୍ଥାନିତ ଦୁଇଟି କବିତାର ନାମ ଲେଖ। ଆଲେଖିକା କବିତାର ସଂକଳନରେ ସ୍ଥାନିତ ଦୁଇଟି କବିତା ହେଉଛି କ'ଣ କାଳିଜାଇ ଓ କିଶୋର ଚନ୍ଦ୍ର ଚମ୍ପୁ। ପରବର୍ତ୍ତୀ ପ୍ରଶ୍ନ ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚିତ କବିତା ସଂକଳନ ଗୁଡ଼ିକର ସମୟ ଅନୁସାରେ ସଜାଡ଼ିତ ଲେଖ। ତ ଦେଖନ୍ତୁ ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚିତ କବିତା ସଂକଳନ ଗୁଡ଼ିକ ହେଉଛି ସମାନୁକ୍ରମେ ସେଗୁଡ଼ିକ ଗୋ ମହାତ୍ମ 1902 ମସିହାରେ, ଅବକାଶ ଚିନ୍ତା 1914 ମସିହାରେ, ଟିକେ ତାପରେ କାରା କବିତା 1923 ମସିହାରେ, ମନ୍ଦିର ଆତ୍ମକଥା 1924 ମସିହାରେ। ଏଇଭଳିଆ ଲେଖିବେ। ଆମର କୋଶ୍ଚିନ୍ ଆସେ ଗୋଟିଏ ଦୁଇଟି ତାଙ୍କର ରଚୟିତାଙ୍କ ନାମ ଲେଖ ଗୋପବନ୍ଧୁ ଦାସଙ୍କ, ଏଇଟା ମନେ ରଖିବେ ହେଲା। ପରବର୍ତ୍ତୀ ପ୍ରଶ୍ନ ଯିବା। ପରବର୍ତ୍ତୀ ପ୍ରଶ୍ନ ଗୋଦାବରୀ ମହାପାତ୍ରଙ୍କ ଦ୍ୱାରା ରଚିତ ଦୁଇଟି ଉପନ୍ୟାସର ନାମ ଲେଖ। ତ ତାଙ୍କ ଦ୍ୱାରା ରଚିତ ଦୁଇଟି ଉପନ୍ୟାସର ନାମ ହେଉଛି ଗୋଟିଏ ହେଉଛି ଅମୃତପୁତ୍ର ଆଉ ଗୋଟିଏ ପ୍ରେମ ପଥେ। ପରବର୍ତ୍ତୀ ପ୍ରଶ୍ନ ଗୋଦାବରୀ ମହାପାତ୍ର ସମ୍ପାଦନା କରିଥିବା ଦୁଇଟି ପତ୍ରିକାର ନାମ। ଗୋଦାବରୀ ମହାପାତ୍ର ସମ୍ପାଦନା କରିଥିବା ଦୁଇଟି ପତ୍ରିକାର ନାମ ହେଉଛି ନିଆଁଖୁଣ୍ଟା ଓ ଡଗର। ପରବର୍ତ୍ତୀ ପ୍ରଶ୍ନ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଦ୍ୱାରା ରଚିତ ଭ୍ରମଣ ବୃତ୍ତାଟିର ନାମ ଲେଖ। ଏହା କେବେ ପ୍ରକାଶ ଲାଭ କରିଥିଲା? ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଭ୍ରମଣ ବୃତ୍ତାଟିର ନାମ ହେଉଛି ପୁରୀ ଦର୍ଶନ। ଏହା 1914 ମସିହାରେ ପ୍ରକାଶ ଲାଭ କରିଥିଲା। ପରବର୍ତ୍ତୀ ପ୍ରଶ୍ନ ବାରବାଟୀ କାହାର ରଚନା? ଏଥିରେ କେଉଁ ଐତିହାସିକ ବିବରଣୀ ସ୍ଥାନ ପାଇଛି? ବାରବାଟୀ ହେଉଛି ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ରଚନା। ଏଥିରେ ବାରବାଟୀ ଦୁର୍ଗର ଇତିହାସ ସ୍ଥାନ ପାଇଛି। ପରବର୍ତ୍ତୀ ପ୍ରଶ୍ନ ଆଚାର୍ଯ୍ୟ ହରିହରଙ୍କୁ ବ୍ଲୁ ପାଠକାଦୃତ ପୁସ୍ତକର ନାମ ଲେଖ। ଆଚାର୍ଯ୍ୟ ହରିହରଙ୍କ ବହୁ ପାଠକାଦୃତ ପୁସ୍ତକର ନାମ ହେଉଛି ବୀର ଦର୍ଶନ। ପରବର୍ତ୍ତୀ ପ୍ରଶ୍ନ ଉତ୍କଳ ଇତିହାସର ରଚିତଙ୍କ ନାମ ଲେଖ। ଏହାର ବିଷୟ ଭାଗକୁ କେତେ ଭାଗରେ ବିଭକ୍ତ କରାଯାଇଛି? ଉତ୍କଳ ଇତିହାସର ରଚିତା ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ। ଏହାର ବିଷୟ ଭାଗକୁ 3 ଭାଗରେ ବିଭକ୍ତ କରାଯାଇଛି। ଚାଲ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ବାସୁଦେବ ମହାପାତ୍ରଙ୍କ ଦ୍ୱାରା ରଚିତ 2 ଗଳ୍ପର ନାମ ଲେଖ। ବାସୁଦେବ ମହାପାତ୍ରଙ୍କ 2ଟି ଗଳ୍ପ ହେଉଛି ଅସୁରୀ ଓ ପାପର ପ୍ରାୟଶ୍ଚିତ ହେଲା। ପରବର୍ତ୍ତୀ ପ୍ରଶ୍ନ ଗୋଦାବରୀ ମହାପାତ୍ରଙ୍କ ଦ୍ୱାରା ରଚିତ 2ଟି କ'ଣ ପାଠକାକୃତ ଗଳ୍ପର ନାମ ଲେଖ। ଗୋଦାବରୀ ମହାପାତ୍ରଙ୍କ 2ଟି ପାଠକାଦୃତ ଗଳ୍ପ ହେଉଛି ଏଇଟା ଲେଖିନି ବୋଧେ, ଦେଖ ଛାଡ଼ନ୍ତୁ, ଏଇଟା ଛାଡ଼ିଦିଅ। ନୀଳକଣ୍ଠ ଦାସଙ୍କ ଦ୍ୱାରା ଗଠିତ ବା ରଚିତ ଲିଖିତ କାବ୍ୟ ଗୁଡ଼ିକରୁ ସମୟାନୁକ୍ରମେ ଲେଖ। ତାଙ୍କର ଦେଖନ୍ତୁ ନୀଳକଣ୍ଠ ଦାସଙ୍କ ରଚିତ କାବ୍ୟ ଗୁଡ଼ିକ ହେଉଛି ସମୟାନୁକ୍ରମେ, ସେଗୁଡ଼ିକ ହେଉଛି ପ୍ରଳୟିନୀ 1919, କୋଣାର୍କ 1920, ମାୟାଦେବୀ 1924। ମନେ ରଖିବେ ଏ କୃତି ଗୁଡ଼ିକ। ହାଣ୍ଡିଶାଳର ବିପ୍ଳବ କାହାର ରଚନା? ଏହା କେବେ ପ୍ରକାଶ ଲାଭ କରିଥିଲା? ହାଣ୍ଡିଶାଳର ବିପ୍ଳବ ହେଉଛି ଗୋଦାବରୀ ମହାପାତ୍ରଙ୍କର ରଚନା। ଏହା 1928 ମସିହାରେ ଲାଭ କରିଥିଲା। ଚାଲ ଉତ୍କଳ ସମ୍ମିଳନୀ କେବେ ଗଠିତ ହୋଇଥିଲା? କୋଶ୍ଚିନ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଉତ୍କଳ ସମ୍ମିଳନୀ 1903 ମସିହାରେ ଗଠିତ ହୋଇଥିଲା। କୃପାସିନ୍ଧୁ ମିଶ୍ରଙ୍କ ଦ୍ୱାରା ରଚିତ 2ଟି ଦାର୍ଶନିକ ପ୍ରବନ୍ଧର ନାମ ଲେଖ। କୃପାସିନ୍ଧୁ ମିଶ୍ରଙ୍କ 2ଟି ଦାର୍ଶନିକ ପ୍ରବନ୍ଧ ହେଉଛି ସତ୍ୟବାଦୀର ସ୍ୱପ୍ନ ଓ ପ୍ରଗତି। ସତ୍ୟବାଦୀ ସାହିତ୍ୟର 2ଟି ଲକ୍ଷ୍ୟ ଲେଖ। ସତ୍ୟବାଦୀ ସାହିତ୍ୟର 2ଟି ଲକ୍ଷ୍ୟ ହେଉଛି ଜାତୀୟତାବୋଧର ପ୍ରସାର ଓ ସାମାଜିକ ଚେତନା ସୃଷ୍ଟି ହେଲା। ପରବର୍ତ୍ତୀ ପ୍ରଶ୍ନ ସତ୍ୟବାଦୀ ପତ୍ରିକାଟି କେବେ ପ୍ରକାଶ ଲାଭ କରିଥିଲା? ଏହାର ପ୍ରତିଷ୍ଠାତା କିଏ? 1915ରେ ପଣ୍ଡିତ ଗୋଦାବରୀ ମହାପାତ୍ର ହେଲା। ସତ୍ୟବାଦୀ ସାହିତ୍ୟର 1915 ମସିହାରେ। ତ ହଁ ଏତିକି ଥିଲା। ଦେଖନ୍ତୁ ଏଇଟା ଆମର କ'ଣ ୟୁନିଟ୍ 2ର କୋର୍ଟ ପେପର୍ 5ର ୟୁନିଟ୍ 2ର ଆମେ ସାରିଛେ ଆଜି। ତ ଆଶା କରୁଛି ଆପଣଙ୍କୁ ଭିଡ଼ିଓ କିଛି ମାତ୍ରାରେ ହେଲ୍ପଫୁଲ୍ ହେଇପାରିଥିବ। ତ ଭିଡ଼ିଓକୁ ସମସ୍ତେ ଗୋଟେ ଲାଇକ୍ କରିଦେବେ। ଚ୍ୟାନେଲ୍ ସହିତ ସମସ୍ତେ ବା ଚ୍ୟାନେଲ୍କୁ ଆସିଥିଲେ ଚ୍ୟାନେଲ୍କୁ ମଧ୍ୟ ସବସ୍କ୍ରାଇବ୍ କରିଯିବେ। ଆଗକୁ ଆମେ ୟୁନିଟ୍ 3, 4 ଏଇଭଳିଆ ଆମକୁ ମାନେ କମ୍ପ୍ଲିଟଲି ଆମେ କୋର୍ଟ ପେପର୍ 5, 6, 7ର ପ୍ରତ୍ୟେକଟିର ଆମେ ଏଇଭଳିଆ କୋଶ୍ଚିନ୍ ଆମେ ଡିସ୍କସନ୍ କରିନେବା, ଯାହାକି ଆମକୁ ବହୁତ ହେଲ୍ପଫୁଲ୍ ହେଇପାରିବ। ତା ସହିତ ଲଙ୍ଗ୍ କୋଶ୍ଚିନ୍ ମଧ୍ୟ ଆମକୁ ପ୍ରୋଭାଇଡ଼ କରିଦେଇଛି।
प्रायोटी बुक कोर पेपर 5 लॉग क्वेश्चन प्रोवाइड करुच्ची कोर पेपर 6 आम कोर पेपर 7 केतोटी लॉग क्वेश्चन प्रोवाइड करनी ताहा प्रोवाइड करदेवी है। तो ये वीडियो को रखुच्छी, धन्यवाद।